ପ୍ରଥମ କରୁତି 5 ଅଧ୍ୟାୟ 5 ପଦରେ ଦେଖିଲୁ ପାଉଲ ଜଣେ ମଣ୍ଡଳୀର ବିଶ୍ୱାସୀଙ୍କ ବିଷୟରେ କହୁଥିଲେ କି ତାଙ୍କୁ ଶୈତାନ ହସ୍ତରେ ସମର୍ପଣ କର, ଯେପରିକି ତାହାର ଶରୀରର କାର୍ଯ୍ୟ ବିନାଶ ହେବ ଆଉ ତାର ଆତ୍ମା ପ୍ରଭୁଙ୍କର ଆଗମନ ବେଳେ ରକ୍ଷା ପାଇବ, ପ୍ରଭୁଙ୍କ ଦିନରେ ରକ୍ଷା ପାଇବ। ତ ଆମେ କାଲି ସେ ସବୁ ଦି ଦିନ ପ୍ରାୟ ଶୁଣୁଥିଲୁ କି ଯେଉଁମାନେ ପ୍ରଭୁଙ୍କ ଲୋକ ହେଇକି ବି ଖସି ଯାଆନ୍ତି ଆଉ ଅନୁତାପ ବି କରନ୍ତି, ପ୍ରଭୁଙ୍କର ଅନୁଗ୍ରହ ଥିଲେ ଯଦି ଅନୁତାପ କରନ୍ତି ତାହେଲେ କ୍ଷମା ବି ପାଇବେ। ଆଉ କ୍ଷମା ଏଥି ସକାଶୁ ପାଇବେ ଯେପରିକି ସେମାନେ ମରିକି ନରକ ନ ଯିବେ। ସେତିକିକା ବଞ୍ଚି ଥାଉ ଥାଉ ଯେଉଁ ଯନ୍ତ୍ରଣା, ଯେଉଁ ଏକ୍ସପୋଜ ହେବାଟା, ଯେଉଁ ଯାହା ଅପମାନ ପାଇବାଟା, ଯାହା ରୋଗ ଧରିବା, ଯାହା ଯନ୍ତ୍ରଣା, ଯାହା ଡିପ୍ରେସ, ଏଇ ସବୁ ଆଉ ସହିବାକୁ ପଡିବ। ଆଉ ସେ ଟାଇମରେ ହୃଦୟ କଠିନ ହେଇଗଲେ ଗଲା। ଆଉ କ୍ଷମା ମାଗିଦେଲେ ବୋଲି ପ୍ରଭୁ ଛାଡ଼ିଦେବେ ବୋଲି ଭାବନ୍ତୁନି ଆଜ୍ଞା। ମୁଁ କହିଥାଏ ସମସନ ପଡ଼ିଗଲେ, ପାପରେ ପଡ଼ିଗଲେ, କ୍ଷମା ବି ମାଗିଲେ। କ୍ଷମା ମାଗିଲେ ବୋଲି ପ୍ରଭୁ କ୍ଷମା କରିଥିଲେ ଯେ ଆଖି ଅର୍ଥରେ ଆସିଥିଲା କି? ଆଖି ଉପାଡ଼ି ଦେଇଥିଲେ କି ନାଇଁ? ଦାଉଦ କ୍ଷମା ମାଗିଲେ, ପ୍ରଭୁ କ୍ଷମା ବି କଲେ, କିନ୍ତୁ କେବେ ଫ୍ୟାମିଲି ମ୍ୟାନର ହେଇପାରିଲେ ନାହିଁ। ଆଉ ତାଙ୍କର ପୁଅ ମାନେ ତାଙ୍କର ସହିତ ନଥିଲେ, ତାଙ୍କର ପୁଅ ମାନଙ୍କର ବୁଦ୍ଧି ଖରାପ, ଦରିଦ୍ର, ଆଉ ତାଙ୍କ ସ୍ତ୍ରୀ ମାନଙ୍କ ପାଖକୁ ବି ଗଲେ ନାହିଁ। ଅଲଗା ଘରେ ଅଲଗା ରୁମରେ ଏକୁଟିଆ ମରିବା ଯାଏ ରହିଥିଲେ। ତାଙ୍କର ଜୀବନ କାଳରେ ତାଙ୍କର ସ୍ତ୍ରୀ ମାନଙ୍କ ପାଖକୁ ଗଲେନି ବୋଲି ଲେଖା ଅଛି। ବସ୍ ଯେହେତୁ ପରମେଶ୍ୱର ସଲୋମନଙ୍କ ବିଷୟରେ ପ୍ରତିଜ୍ଞା ଦେଇଥିବାରୁ ସଲୋମନ ଜଣେ ରକ୍ଷା ପାଇଲେ ଆଉ ନେକ୍ସଟ ରାଜତ୍ୱ କରିବା ପାଇଁ ରାଜ୍ୟ ପାଇଲେ, ସେତିକି। ତା ଛଡା ଫ୍ୟାମିଲି ମ୍ୟାଟରରେ ହଉ ଆଉ କୋଉ ମ୍ୟାଟରରେ ଦାଉଦ ଶାନ୍ତିରେ ରହିଲା ପରେ ଆମେ ଦେଖୁନୁ। ହଉ ଠିକ ଅଛି, ପ୍ରଭୁ କହିଲା ପରେ ହେଇଗଲା। ତାହା ବି 51 ଗୀତ ଉପରେ ଗୀତ, ସେ 51 ଗୀତ ସଂଗୀତ ପୁରା ଦାଉଦ କେମିତି ଅନୁତାପ କରି କାନ୍ଦିଲେ ତାହା ଦେଖିକି ପଢିକି ଶିଖନ୍ତୁ ଆପଣ ମାନେ କେମିତି ଅନୁତାପ କରିବାର। ତ ଏଥିରେ ଆମେ ଦେଖୁ କ୍ଷମା ବି ପାଇଲା, ଦଣ୍ଡ ବି ପାଇଲା। କ୍ଷମା ପାଇକି ଲାଭ କଣ ହେଲା? ମାନେ ନରକ ଜୀବନି ମରିଲା ପରେ। ତ ଦଣ୍ଡ କଣ ପାଇଲା? ବଞ୍ଚି ଥାଉ ଥାଉ ନରକ ଟିକେ, ନରକ ପରି ଅନୁଭୂତି ଥିବ ଟିକେ। ଦେଖନ୍ତୁ ବାଇବେଲରେ ଯେତେ ଜଣ ପାପରେ ଖସି ଯାଇଥିଲେ, ଯାକୁବ ବାପାଙ୍କୁ ଠକିକି, ଭାଇଙ୍କୁ ଠକିକି, ଶ୍ୱଶୁରଙ୍କୁ ଠକିକି, କିଛି ମଙ୍ଗଳ ହେଲା କି? ପ୍ରଭୁ ବ୍ଲେସ କରଲେ, ଦଣ୍ଡ ବି ପାଇଲେ। ବ୍ରଦର ସିଷ୍ଟର, ଯାହାକୁ ସ୍ନେହ କରୁଥିଲେ ରାହେଲ, ତାହା ସେ ମରିଗଲା। ରାହୁଲର ମୁହଁ ପରିଥିବା ଯୋସେଫଙ୍କ ମୁହଁ ଦେଖିକି ରାହେଲକୁ ମନେ ପକେଇ ଯୋସେଫର କପଡା ଧରିକି ଆସିଲେ। ଭାଇ ମାନେ କହିଲେ ମରିଗଲା, ଚିରିଦେଲା ବାଘ। ସେ ଯୋସେଫଙ୍କୁ ଦେଇଥିବା ସେ ସର୍ଟ ଦେଖିକି, ଡ୍ରେସ ଦେଖି କାନ୍ଦି କାନ୍ଦି ଜୀବନ କଟିଲା। ତ ଆଉ ହାଇ ମୋର ପିଲା, ମୋର ଛୁଆ କେମିତି ହେଇଯାଇଥିବ, ଚିରି ଦେଇଥିଲା ବାଘ, ବେକାରରେ କାନ୍ଦୁଛି। କିନ୍ତୁ ଦଣ୍ଡ ନୁହେଁ କି ଏଇଟା? ସବୁ ଠକିକି ଖାଇକି, ଠକିକି ଆଣିବା ଆଶୀର୍ବାଦ ନା ଆପଣଙ୍କ ପାଇଁ ମଙ୍ଗଳ ହେବ ନା ଆପଣ ପିଲାମାନଙ୍କ ପାଇଁ ମଙ୍ଗଳ ହେବ। ଆଜ୍ଞା, ଠକିକି ଲୋକମାନେ ଠକିକି ମିଛ କହିକି ମାୟା କରିକି ଆଣିଦେଇକି ପ୍ରଭୁ ଦେଇଥିବା ଘର, ପ୍ରଭୁ ଦେଇଥିବା ଗାଡି, ଯେତେ ଡବା ପିଟିଲେ ବି ଲାଭ ନାହିଁ। ରିପେଣ୍ଟ, କ୍ଷମା ମାଗ। କେମିତି ଆସିଲା ପଇସା? ଘର ବନାଇବାର ପଇସା। କୋଉଠୁ ଆଣିଲେ? ଘର ଗାଡିର ପଇସା। ଧାର୍ମିକ ପ୍ରଭୁ ପରିଶ୍ରମର ଫଳ ଖାଇବାକୁ ଦିଅନ୍ତି। ଆଜ୍ଞା, ପରିଶ୍ରମର ଫଳ ଦେଇକି ଆଶୀର୍ବାଦ କରନ୍ତି। ଠକିକି ଆଣିବାଟା ଆଶୀର୍ବାଦ ଜନକ ନୁହେଁ। ବନାନ୍ତୁ, ଘର ବନାନ୍ତୁ, ଗାଡି କିଣନ୍ତୁ, ମନା ନୁହେଁ। ଧାର୍ମିକ ଲୋକ ବିଶ୍ୱାସରେ ବଞ୍ଚିବ। ପ୍ରଭୁଙ୍କ ଠାରେ ବିଶ୍ୱାସ କରି, ପ୍ରଭୁଙ୍କ ଠାରେ ଭୟ କରିକି ଆଣନ୍ତୁ। ଲେଟ୍ ହେଲେ ହଉ, ନ୍ୟାଯ୍ୟ ଭାବରେ ଜୀବନ ଯାପନ କଲେ ଆମର ଆଶୀର୍ବାଦ ଲେଟ୍ ହୁଏ, फेल हुए नहीं, विफल हुए नहीं, देर हो सकता है, फेल नहीं होता। प्रेज द लॉर्ड।